ଭଦ୍ରକରେ ପବିତ୍ର ଇଦ୍ ପର୍ବ ପାଳନ ସହିତ ସୋମ ନମାଜ ପାଠ ଓ ଇଦ୍ ମୁବାରକ ପାଳିତ ହୋଇଛି। ଇସଲାମ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ ଇଦ୍ ଚଳିତ ବର୍ଷ ପୁରା 30 ଦିନର ଉପବାସ ରଖି ପବିତ୍ର ରମଜାନ ମାସ ସମ୍ପୂର୍ଣ୍ଣ ହୋଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ରମଜାନରେ କାଷ୍ଟା ଉପବାସ ରଖିଥିଲେ ମୁସଲମାନ ସମ୍ପ୍ରଦାୟର ଲୋକମାନେ। ଭଦ୍ରକର ବିଭିନ୍ନ ମସଜିଦ୍ ସହିତ ସ୍ଥାନୀୟ ଇଦଗାହରେ ସମୂହ ନମାଜ ପାଠ କରାଯାଇଥିଲା ପରେ ସମସ୍ତେ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକର ଶୁଭେଚ୍ଛା ଜଣାଇଥିଲେ। ଏହି ପର୍ବ ପାଳନ ପାଇଁ ଘରେ ଘରେ ଆନନ୍ଦ ଉତ୍ସାହର ମାହୋଲ ଦେଖିବାକୁ ମିଳିଥିଲା। ଭଳିକି ଭଳି ସୁସ୍ୱାଦୁ ଓ ସୁମିଷ୍ଟ ଖାଦ୍ୟ ସାଙ୍ଗକୁ ପରିବାର ପ୍ରତ୍ୟେକ ସଦସ୍ୟ ନୂଆ ପୋଷାକ ପିନ୍ଧି ଇଦ୍ ପର୍ବ ପାଳନ କରୁଛନ୍ତି। ଭାଇଚାରା ଓ ସ୍ନେହ ଶ୍ରଦ୍ଧାର ପ୍ରତୀକ ଏହି ପର୍ବକୁ ବେଶ୍ ଆନନ୍ଦ ଉଲ୍ଲାସର ସହିତ ପାଳନ କରୁଛନ୍ତି ମୁସଲିମ ସମ୍ପ୍ରଦାୟର ଲୋକେ। ଏହି ପର୍ବରେ ହିନ୍ଦୁ ମୁସଲିମ ଏକାଠି ହୋଇ ପରସ୍ପରକୁ ଇଦ୍ ମୁବାରକ ଜଣାଇବା ସହିତ ଭାଇଚାରାର ପର୍ବକୁ ଉତ୍ସାହର ସହିତ ପାଳନ କରିଥାନ୍ତି। ଚଳିତ ବର୍ଷ 30ଟି ରୋଜା ତଥା ଉପବାସ ରଖି ଆନନ୍ଦ ଉଲ୍ଲାସର ସହିତ ରୋଜାରେ ହିଁ ରମଜାନ ମାସକୁ ବିଦାୟ ଦିଆଯାଇଛି। ମୁସଲମାନ ସମ୍ପ୍ରଦାୟର ବଡ଼ ପର୍ବ ହେଉଛି ଇଦ୍ ଉଲ୍ ଫିତର। ଏହି ପର୍ବରେ ମୁସଲମାନ ପରିବାର ଲୋକମାନେ ନିଜର ବନ୍ଧୁବାନ୍ଧବ ଘରକୁ ମିଠା ଉପହାର ନେଇ ଇଦ୍ ମୁବାରକ ଜଣାଇଥାନ୍ତି। ଏହି ପର୍ବରେ ସମସ୍ତ ମୁସଲିମ ପରିବାର ଲୋକେ ଏକାଠି ହୋଇ ବେଶ୍ ଧୁମଧାମରେ ପର୍ବକୁ ପାଳନ କରିଥାନ୍ତି। ମୁସଲମାନଙ୍କ ଏହି ପର୍ବରେ ହିନ୍ଦୁ ମୁସଲମାନ ଏକତ୍ରିତ ହୋଇ ଭାଇଚାରାର ଏହି ପବିତ୍ର ପର୍ବକୁ ମଧ୍ୟ ପାଳନ କରିଥିବା ଦେଖିବାକୁ ମିଳେ। ଏଥିସହିତ ଶାନ୍ତି ଶୃଙ୍ଖଳା ନିମନ୍ତେ ଜିଲ୍ଲା ପୋଲିସ ତରଫରୁ ପୋଲିସ ଫୋର୍ସ ମୁତୟନ ସହିତ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ବିଭିନ୍ନ ସ୍ଥାନମାନଙ୍କରେ ଦାୟିତ୍ୱ ଦିଆଯାଇଥିବାର ଦେଖିବାକୁ ମିଳିଥିଲା। ସମସ୍ତଙ୍କୁ ମୁଁ ଇଦ୍ ପର୍ବ ଉପଲକ୍ଷେ ଅଭିନନ୍ଦନ ଇଦ୍ ମୁବାରକ ଜଣାଉଛି ଏବଂ ତା ସହିତ କହି ରଖେ ଭଦ୍ରକ ହେଉଛି ଭାଇଚାରାର ସହର। ଏଠାରେ ସବୁ ପର୍ବ ଜାତି ଧର୍ମ ନିର୍ବିଶେଷରେ ପାଳନ କରାଯାଏ। ଠିକ୍ ସେହିପରି ଭାବରେ ଆଜି ଇଦଗାହ ଠାରେ ପବିତ୍ର ଇଦ୍ ଉଲ୍ ଫିତ୍ରର ନମାଜ ପାଠ ହେଲା। ନମାଜ ପାଠ ପରେ ସମସ୍ତେ ସମସ୍ତଙ୍କୁ ଆଲିଙ୍ଗନ କରି ଖୁସି ବାର୍ତ୍ତା ମାନେ ପ୍ରଚାର ପ୍ରସାର କଲେ ବା ଏ ଭାଇଚାରାର ସହର ଅନ୍ୟତମ ଭଦ୍ରକର। ତେଣୁ ସମସ୍ତେ ଭଦ୍ରକକୁ ଆଖି ରଖିଥାନ୍ତି ଯେ ଏଠି କେଉଁ ପର୍ବ କେମିତି ପାଳନ। ଯେମିତି ଆପଣ ଦେଖିବେ ବିଗତ ଦିନ ରାମନବମୀ ହେଉ, ମୋହମ୍ମଦ ଜୟନ୍ତୀ ହେଉ, କାଳୀ ପୂଜା ହେଉ, ଦୁର୍ଗା ପୂଜା ହେଉ କିମ୍ବା ଇଦ୍ ଉଲ୍ ଫିତର ହେଉ କି ବକରିଦ୍ ହେଉ, ଏ ସମସ୍ତ ଧର୍ମ ଲୋକ ଏକା ସାଙ୍ଗରେ ପାଳନ କରନ୍ତି ଆସିକି। ଏଥର ମଧ୍ୟ ଇଦ୍ ଧୁମଧାମରେ ପାଳନ ଚାଲିଛି। ଆପଣ ଦେଖୁଥିବେ ସର୍ବପ୍ରଥମେ ମୁଁ ଭଦ୍ରକର ମୁସଲିମ ସମ୍ପ୍ରଦାୟର ଭାଇ ଭଉଣୀ ସାରା ଓଡ଼ିଶାର ମୁସଲିମ ସମ୍ପ୍ରଦାୟର ଭାଇ ଭଉଣୀକୁ ଇଦ୍ ମୁବାରକ ବୋଲି ଜଣାଉଛି। ତା ସହିତ ଆପଣ ଜାଣିଥିବେ ଏଇ ଯେଉଁ ରମଜାନ ମାସ ଯାଇଛି ସେ ମାସଟିରେ ପୁରା ଗୋଟେ ମାସ ସେମାନେ ଉପବାସ ରଖିଥାନ୍ତି ବା ରୋଜା ରଖିଥାନ୍ତି, ଯେଉଁଥିରେ ପାଞ୍ଚ ଟାଇମ୍ ସେମାନେ ନମାଜ ପଢ଼ିଥାନ୍ତି। ଏବଂ ଯେତେବେଳେ ଇଦ୍ ଦିନ ସମସ୍ତଙ୍କ ଘରେ ଖୁସିର ମାହୋଲ ଥାଏ। ନୂଆ ନୂଆ ବସ୍ତ୍ର ନୂଆ ନୂଆ ଡ୍ରେସ୍ ସବୁ ପିନ୍ଧିଥାନ୍ତି। ଅତିଥି ତାଙ୍କର ବନ୍ଧୁବାନ୍ଧବଙ୍କ ସହିତ ଆଜି ଭଦ୍ରକ କାହିଁକି ସାରା ଓଡ଼ିଶାରେ ପବିତ୍ର ଇଦ୍ ପର୍ବ ପାଳନ କରାଯାଉଛି। ଏହି ଅବସରରେ ସମସ୍ତ ମୁସଲମାନ ଭାଇ ଭଉଣୀମାନଙ୍କୁ ଆପଣମାନଙ୍କ ଜରିଆରେ ଶ୍ରଦ୍ଧା ଶୁଭେଚ୍ଛା ଏବଂ ଶୁଭକାମନା ଜଣାଉଛି। ଏ ଯେଉଁ ପର୍ବ ଏଇଟା ଆକ୍ଚୁଆଲି ଶାନ୍ତି ଏବଂ ପ୍ରେମର ପର୍ବ, ସୌହାର୍ଦ୍ଦ୍ୟର ପର୍ବ। ଏ ପର୍ବରେ ମୁଖ୍ୟ ହେଲା ମାସ୍ ପ୍ରେୟାର। ଇଦଗାହ ଏବଂ ବିଭିନ୍ନ ସ୍ଥାନରେ ଯେଉଁ ଇଦଗାହ ଅଛି ଏବଂ ମସଜିଦରେ ମାସ୍ ପ୍ରେୟାର କରନ୍ତି। ମାସ୍ ପ୍ରେୟାର ପରେ ସେମାନେ ବିଭିନ୍ନ ପବିତ୍ର ଜାଗାକୁ ଭ୍ରମଣ କରନ୍ତି। ତେଣୁ ଏ ପର୍ବ ସେମିତି କିଛି ଅସୁବିଧାର ପର୍ବ ନୁହେଁ। ତଥାପି ଆଗରେ ରାମନବମୀ ଅଛି, ୟାକୁ ଆଖି ଆଗରେ ରଖିକି ଆମେ ବ୍ୟାପକ ପୋଲିସ ଆରେଞ୍ଜମେଣ୍ଟ କରୁଛୁ। ଭଦ୍ରକରେ ପାଖାପାଖି ଆମେ 15 ପ୍ଲାଟୁନ୍ ଫୋର୍ସ, 50 ପାଖାପାଖି ଅଫିସର ଅଛନ୍ତି। ଏହା ସହିତ ଏଠି ମୋବାଇଲ ପେଟ୍ରୋଲିଂ 4ଟା, ମୋଟରସାଇକେଲ ପେଟ୍ରୋଲିଂ 4ଟା ରଖାହେଇଛି। ଭଦ୍ରକରୁ ଅବଦୁଲ ଫିରୋଜ ଖାଁଙ୍କ ରିପୋର୍ଟ, ନ୍ୟୁଜ୍ 18+।